नमस्कार एमएन नमस्कार। न्यूज को स्वागत। आज गोटे विशेष धरणर आमे गोटे गेट टुगेदर हेचु आज दी जण मिलिछु जे कि जणे संवादिक आउ जणे जिल्लार सभापति झारखंड मुक्ति मोर्चा तेबे सार होचंती श्री कृष्ण चंद्र दास मयूरभंज जिल्लार सभापति। सर नमस्कार। नमस्कार नमस्कार। तेबे आज आमे ଗୋଟେ ବହୁତ ବଡ ମୋ ମୁଣ୍ଡରେ ଗୋଟେ ପଶିଥିଲା ଯେ କେମିତି ଆପଣଙ୍କ ସହିତ ଦେଖା କରିବି ଗୋଟେ ବିଷୟରେ ଆଲୋଚନା କରିବି। ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ଜିନିଷ ପଚାରନ୍ତି। ମୁଁ ଗୋଟିଏ ମୋ ମୁଣ୍ଡରେ ବହୁତ ଦିନ ପଶିଛି ଯେ ହ୍ୱାଇ ଝାଡଖଣ୍ଡ ଇଜ ବେଟର ଦେନ୍ ନଦାସ ବା ଝାଡଖଣ୍ଡରେ ଏବେ ଯୋଉ ଝାଡଖଣ୍ଡ ରାଜ୍ୟ ଅଛି ତାକୁ ଯଦି କେହି କୌଣସି ଦଳ ଟଙ୍କା ବି ଫିଙ୍ଗି ଦିଏ କାହିଁକି ସେମାନେ ଝାଡଖଣ୍ଡ ଛଡା ଅନ୍ୟ କାହାକୁ ଦଉନାହାନ୍ତି? ମୋର ଟିକେ ନେଗେଟିଭ କ୍ୱେଶ୍ଚନ। ଦେଖନ୍ତୁ, ଯେତେବେଳେ ଯୋଉଠି ଆବଶ୍ୟକତା ପଡିଛି ଗୋଟେ ରିଜନାଲ ପାର୍ଟି ତିଆରି ହେଇଛି, ରିଜନାଲ ଫିଲିଙ୍ଗସକୁ ନେଇକି ପାର୍ଟି ତିଆରି ହେଇଛି। ଧରନ୍ତୁ ଆମର ଏଠି ବିଜୁ ଜନତା ଦଳ ତିଆରି ହେଲା, ଡିଏମକେ ତିଆରି ହେଲା, ତେଲୁଗୁ ଦେଶମ ପାର୍ଟି ତିଆରି ହେଲା, ଶିବସେନା ପାର୍ଟି ତିଆରି ହେଲା, ସମାଜବାଦୀ ତିଆରି ହେଲା, ଆରଜେଡି ତିଆରି ହେଲା। ଲୋକାଲ ଇସ୍ୟୁକୁ ନେଇକି କିଛି ପାର୍ଟି ତିଆରି ହେଇଛି। ସେମିତି ଆମର ଗୋଟେ ପର୍ସନ ଆଞ୍ଚଳିକ ପାର୍ଟି ଯେଟା କୁହାଯାଉଛି, ଧରନ୍ତୁ ମୟୂରଭଞ୍ଜ ହଉ, କେଉଁଝର ହଉ, ସୁନ୍ଦରଗଡ଼ ହଉ, ଏସବୁ ଅଞ୍ଚଳରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରଭାବ ଥିଲା, ଏବେ ବି ଅଛି। ସେ ଅଞ୍ଚଳର କମନ ପ୍ରୋଗ୍ରାମକୁ ନେଇକି ଜନସାଧାରଣଙ୍କର ଯୋଉଟା ଇସ୍ୟୁକୁ ନେଇକି ସଂଗ୍ରାମ କରିବା ପାର୍ଟି ହେଲା ଝାଡଖଣ୍ଡ ମୁକ୍ତି ନାଇଁ ମୋର୍ଚ୍ଚା। ମୋର କହିବାଟା ଅର୍ଥ ଅଲଗା ଥିଲା। ମୟୂର ଆମର ଓଡିଶାରେ ବିଜେଡି ଅଛି ସେ ଛାଡନ୍ତୁ। ତ ବର୍ତ୍ତମାନ ଆମେ ଯଦି ଯାଉଛୁ ଯେ ମୁଁ ଝାଡଖଣ୍ଡ ଆମେ ଓଡିଶା ଲୋକ ମୁଁ କାହିଁକି ଆପଣ ଝାଡଖଣ୍ଡକୁ ଦବା? ମୁଁ ଆପଣଙ୍କୁ ସେଇ ପାଇଁ କହିବା ପାଇଁ ଚାହୁଁଛି, ଯାହାର ଆବଶ୍ୟକତା ପୂରଣ କରିପାରିଲା ନାହିଁ କଂଗ୍ରେସ, ଯାହା ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିପାରିଲା ନାହିଁ ଭାଜପା, ତେଣୁ ଲୋକମାନେ ରିଜନାଲ ପାର୍ଟିକୁ ଖୋଜିଲେ। ରିଜନାଲ ପାର୍ଟି ଯେହେତୁ ମାନେ ଜାତୀୟ ସ୍ତରରେ କିଛି କାମ ନାହିଁ, କେବଳ ଆଞ୍ଚଳିକ ସ୍ତରରେ କାମ ହେଲା। ରିଜନାଲ ପାର୍ଟି ସେଇ ପାଇଁ କିଛି ଲୋକାଲ ବେସକୁ ନେଇକି, ଯେମିତି ଆମର ମୟୂରଭଞ୍ଜର ସମ୍ମାନ ସ୍ୱାଭିମାନ ସମ୍ମାନର ଯୋଉ ପ୍ରଶ୍ନ ଯିଏ ଉଠଉଛି ସିଏ ହେଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ। ତେଣୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକମାତ୍ର ବିକଳ୍ପ ମୟୂରଭଞ୍ଜର, ଯେ କି ଲୋକଙ୍କର ସମସ୍ୟା ନେଇକି ରାଜରାସ୍ତାକୁ ଓହ୍ଲେଇବାର କ୍ଷମତା ରଖିଛି ଏବଂ ସରକାରକୁ ଦୋହଲେଇବାର କ୍ଷମତା ରଖିଛି। ତେଣୁ ଲୋକମାନେ ବିକଳ୍ପ ହିସାବରେ ବାଛିବେ ବୋଲି ମୁଁ ନିଜେ ହୃଦବୋଧ କରୁଛି। ଆଉ ଗୋଟେ କଥା, ମୁଁ ଏବେ ଯାଇଥିଲି ଝାଡଖଣ୍ଡ ଯୋଉଟା କି ଆମର ଠିକ ଓଡିଶାର ବର୍ଡର। ସେଠି ଲେଡିଜ ଲୋକମାନେ ବି କହୁଛନ୍ତି ଆମକୁ ଯୋଉ ସୁବିଧା ମିଳିଛି ସେଇ ସୁବିଧା କୌଣସି ଷ୍ଟେଟରେ ନାହିଁ। ତ ଏମିତି ଝାଡଖଣ୍ଡ କଣ ସୁବିଧା ଦଉଛି ଯେ ସେମାନେ ଝାଡଖଣ୍ଡ ଛଡା ଦ୍ୱିତୀୟ କେହି ଚାହୁଁନି? ଆମ ଓଡିଶାରେ ହେଲେ କଣ ସେଇ ସବୁ ସୁବିଧା ମିଳିବ କି? ଆମେ ବର୍ତ୍ତମାନ ଯାହା ବି ପଲିଟିକାଲ ସିନେରିଓ ସୃଷ୍ଟି ହେଲାଣି, ସିଙ୍ଗଲ ପାର୍ଟି କେବେ ଶାସନ କରିପାରିବ ନାହିଁ ଓଡ଼ିଶାରେ। ବର୍ତ୍ତମାନ ସ୍ଥିତିକୁ ନେଇକି ଆମେ ବର୍ତ୍ତମାନ ତାହା ସ୍ଥିତି ଦେଖାଯାଉଛି। ଆମର ଯଦି ସଂଗଠନ ଯେମିତି ସୁଦୃଢ ହବାରେ ଲାଗିଛି, ଯଦି ପୂର୍ବାବସ୍ଥାକୁ ଆମେ ଫେରିଲେ, ଯଦି 10ଟା ଏମଏଲଏ ଆମର ଜିତିଲେ, ଯିଏ 10 ଏମଏଲଏ କୁ ନେତୃତ୍ୱ ନେଉଥିବ, ଯେ 10 ଏମଏଲଏ କୁ ତିଆରି କରୁଥିବା ପାର୍ଟି, ସିଏ କିଙ୍ଗ ମେକର ହେଇକି ଓଡ଼ିଶାରେ ରହିବ। ଯଦି ସେଇ ଅବସ୍ଥା ହେଲା, ତେଣୁ ଆମର କମନ ମିନିମମ ପ୍ରୋଗ୍ରାମ ଯୋଉଟା ଆପଣ କହିଲେ ଯେ ପଡୋଶୀ ରାଜ୍ୟ ଝାରଖଣ୍ଡ ଷ୍ଟେଟରେ ଯୋଉ ମେୟା ସମ୍ମାନ ଚାଲିଛି, ମହିଳା ମାନଙ୍କ ମା ମାନଙ୍କ ପାଇଁ ଯୋଉ ମାସକୁ ପଇସା ଦିଆହଉଛି 2,500 ଟଙ୍କା, ସେ ସବୁ ପ୍ରୋଗ୍ରାମ ଏଠି ଇମ୍ପ୍ଲିମେଣ୍ଟ ହବ। ଆମର ଫାଷ୍ଟ ହେଲା ତାଙ୍କୁ ଯଦି ଆମେ ସାହାଯ୍ୟ କରିବା, ତାଙ୍କୁ ଯଦି ସପୋର୍ଟ କରିବା, ଆମର କମନ ମିନିମମ ପ୍ରୋଗ୍ରାମ ସେମାନେ ଆଗରେ ଡିକ୍ଲେୟାର କଲା ପରେ ଯାଇକି ସପୋର୍ଟ କରିବା ନା। ତେବେ ଏଠି ବି ଆପଣ ଚେଷ୍ଟା କରିବେ ଯୋଉ ଦଳ ସହିତ ଯଦି ମିଳିତ ଭାବରେ କଲେ ବି ଆମର ମାନେ ଲୋକ ଯୋଉ ଆଶା ଆକାଂକ୍ଷା ନେଇକି ଆମକୁ ଭୋଟ ଦେଇଥିବେ, ଆମେ ସେଇ ଆଶା ଆକାଂକ୍ଷା ପୂରଣ ହବା ପାଇଁ ଆମେ ତାଙ୍କ ପାଖରେ ଦାବି ରଖିବୁ। ଯଦି ସିଏ ଆମର ପୂରଣ କଲେ ଆମେ ତାଙ୍କୁ ସପୋର୍ଟ କରିବୁ। ତେବେ କିଙ୍ଗ ମେକର ସେଇଆ ହିଁ ଚାହିଁବେ, ଯାହା ସେଠି ସୁବିଧା ଦଉଛନ୍ତି ଦେବେ। ଦ୍ୱିତୀୟ କଥା ଯେ ମୟୂରଭଞ୍ଜରେ ବହୁତ ବର୍ଷ ଆମେ ତଳ କଥା କହୁଛୁ, ଯୋଉ ଝାଡଖଣ୍ଡର ପରିସ୍ଥିତି ପ୍ରବଳ ଥିଲା, କିଛି ବର୍ଷ ହେଲା ବହୁତ ଦୁର୍ବଳ ଅବସ୍ଥାକୁ ଆସିଥିଲା। ତେବେ ଆମେ ଅବଶ୍ୟ ଏବେ ଦେଖୁଛୁ ଟିକେ ଇମ୍ପ୍ରୁଭ ହେଇଛି। ତ ଏଇ ଇମ୍ପ୍ରୁଭମେଣ୍ଟଟା ଇନକ୍ରିଜ କେତେ ହଉଛି ବା ଆପଣ ଫିଲ୍ଡରେ କଣ ଅନୁଭବ କରୁଛନ୍ତି? ଲୋକ ୟା ପ୍ରତି ଆସକ୍ତି ଆସୁଛନ୍ତି କି ନାହିଁ, ବା ୟା ସହିତ ମିଶିବା ପାଇଁ ଆଗ୍ରହ କରୁଛନ୍ତି କି ନାହିଁ, ବା ଆପଣ କଣ ଡେଭଲପ କରୁଛନ୍ତି? ଦେଖନ୍ତୁ, ସମୟ ଅନୁସାରେ ସବୁ ପରିବର୍ତ୍ତନଶୀଳ। ଆମେ ଯେତେବେଳେ ରାଜନୀତି କରୁଥିଲେ, ଯେତେବେଳେ ନୂଆ ନୂଆ ଭାଜପା ପାର୍ଟି ସୃଷ୍ଟି ହେଇଥିଲା,
ସେଠି ପାର୍ଟି ଇନ୍ ଡିଫରେନ୍ସ କହୁଥିଲେ। ଆଜି ଏଇ ପାର୍ଟି ଇନ୍ ଡିଫରେନ୍ସ ଅଛି କି? ସମସ୍ତେ ଗୋଟେ ରାସ୍ତାରେ ଯାଉଛନ୍ତି। କେହି ଅମଡ଼ା ବାଟର ପଥିକ ହଉନାହାନ୍ତି। ସେ ଗୋଟେ ବାଟର ପଥିକ ହଉଛନ୍ତି ଯଦି ସେମାନେ ଶାସନ ଗାଦିକୁ ଆଇଲେ କେମିତି ପରେ ଜିତିବେ, କେମିତି ପୁଣି ଜିତିବାରେ ହବ ସେଇ ଫାଣ୍ଡାଟା ସେମାନେ ଲାଗୁ କରୁଛନ୍ତି। ସେ ଧନ ହଉ ବଳ ବଳ କୌଶଳ ଯେଟା କୁହାଯାଏ ସବୁ ଲାଗୁ କରିକି ସେମାନେ ଜିତିବେ କେମିତି କରୁଛନ୍ତି। କେହି ନୀତି ଆଦର୍ଶ କଥା ଭୁଲି ଯାଇକି ଏସବୁ କାମରେ ଲାଗି ଯାଉଛନ୍ତି। ତେଣୁ ଆପଣ କାହାଠୁ ଆଶା କରିବେ? ସବୁ ଦଳକୁ ଟେଷ୍ଟ କଲା ପରେ ଲୋକମାନେ ବିକଳ୍ପ ହିସାବରେ ଯୋଉ ଦଳକୁ ସେମାନେ ଭୋଟ ଦେଇକି ଶାସନ ଗାଦିରେ ବସେଇ ନାହାନ୍ତି ତାକୁ ହିଁ ଭାବିବେ। ନିଶ୍ଚୟ ଆଉ ଗୋଟେ କଥା ହଉଛି ଯେ ମୁଁ ଦେଖେ ଆମେ ତ ପ୍ରାୟ ଯାଉ ମାର୍କେଟରେ ବୁଲୁଛୁ କଲେକ୍ଟର ଅଫିସ ଦେଖୁଛୁ ବା ଆପଣ ଚାରିଆଡେ ସବୁବେଳେ ମେମୋରେଣ୍ଡମ ଏତେ କଣ ହଉଛି ଆମେ ଯେତେବେଳେ ଦେଖୁଛୁ ଆଜି ଝାଡଖଣ୍ଡ ପାର୍ଟି ହାତୀ ପାଇଁ ଦେଲା ଆଜି ପାଣି ପାଇଁ ଦଉଛି ଆଜି ବିଦ୍ୟାର୍ଥୀ ପାଇଁ ଦଉଛି କାଲି ଶିକ୍ଷକ ପାଇଁ ଦଉଛି ପରଦିନ ଡାକ୍ତର ପାଇଁ କଣ କଣ ସବୁ ଆପଣ ବା ଆମର ଯୋଉ ପବ୍ଲିକ ପାଇଁ କଣ ଡିମାଣ୍ଡ ସବୁ ରଖୁଛନ୍ତି? ତାକୁ ଶାସନ ଗୋଟେ ମୁଦ୍ରାର ଦୁଇଟା ପାର୍ଶ୍ୱ। ଗୋଟେ ହେଲା ଶାସକ ଦଳ, ଗୋଟେ ହେଲା ବିରୋଧୀ ଦଳ। ଆମେ ଯେହେତୁ ବିରୋଧୀ ଦଳ ଆସନରେ ଅଛୁ, ମାନେ ଏଠି ତ ବିରୋଧୀ ଦଳ ଅଛନ୍ତି, ଆହୁରି ଦିଟା ଦଳ ଅଛନ୍ତି, ତଥାପି ମୟୂରଭଞ୍ଜକୁ କହିବା ବେଳକୁ ମୁଖ୍ୟ ବିରୋଧୀ ଦଳ ପ୍ରାୟତଃ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଥିଲା କିଛି ଦିନ ପାଇଁ ଏପଟେ। ଆମେ ଚେଷ୍ଟା କରୁଛୁ ସାଧାରଣ ଲୋକଙ୍କର, ଗରିବ ଲୋକଙ୍କର ସ୍ୱର ହେବା ପାଇଁ ଏବଂ ମୁଖ୍ୟ ବିରୋଧୀ ଦଳ ହେବା ପାଇଁ ଚେଷ୍ଟା କରୁଛୁ। ସାଙ୍ଗଠନିକ କ୍ଷେତ୍ରରେ ହଉ, ବିଭିନ୍ନ ଇସ୍ୟୁକୁ ନେଇ ବିଭିନ୍ନ ଇସ୍ୟୁ ଯେତେବେଳେ ଆସୁଛି ଆମ ଲୋଚନକୁ ଆସୁଛି, ତେଣୁ ଆମେ ତାକୁ ଇସ୍ୟୁକୁ ନେଇକି କେମିତି ରାଜ୍ୟ ସରକାର ପାଖରେ, କେନ୍ଦ୍ର ସରକାର ପାଖରେ ଦାବି ରଖିବୁ, ଲୋକମାନଙ୍କୁ କେମିତି ସେ ମାନେ ସମସ୍ୟାର ନେଇକି କେମିତି ପ୍ରଶାସନ ପାଖରେ ପହଞ୍ଚେଇବୁ, ଏଇଟା ହିଁ ଆମର କର୍ତ୍ତବ୍ୟ, ବିରୋଧୀ ଦଳର କର୍ତ୍ତବ୍ୟ। ଶାସକ ଦଳର ଯେମିତି କର୍ତ୍ତବ୍ୟ ଅଛି, ବିରୋଧୀ ଦଳର ବି ସେମିତି କର୍ତ୍ତବ୍ୟ ଅଛି ଶାସକ ଦଳ ଆଖିକୁ ଖୋଲିବା ପାଇଁ। ତେଣୁ ଆମର କାମ ହେଲା ସେଇଟା, ଆମେ ସେଇ କାମକୁ ବର୍ତ୍ତମାନ ନିୟୋଜିତ। ସୁଦ୍ଧା ଆପଣ ଯୋଉ ଦଉଛନ୍ତି କିଛି ମାତ୍ରାରେ ସାଟିସ୍ଫାଇ ହେଇଛନ୍ତି ଯେ ଆମେ କିଛିରେ ଉନ୍ନତି ହେଇଛି ଆମ ମେମୋରିଆଲ କିଛି କାର୍ଯ୍ୟକାରୀ ହେଇଛି? କିଛି ମାତ୍ରା ତ ହଉଛି, ଆଉ କିଛି ମାତ୍ରାରେ ସରକାର ଅଣଦେଖା ଟାଇପର କରୁଛନ୍ତି। ତାଙ୍କୁ ଆଗାମୀ ଦିନରେ ଆସ୍ତେ କେମିତି ଆସ୍ତେ ସବୁ ରାଜରାସ୍ତାକୁ ଆସିବ, କେମିତି ଆମେ ଜୋରଦାର ଆନ୍ଦୋଳନ କରିବା, ସେ ପାଇଁ ପ୍ରସ୍ତୁତି ବି ଚାଲିଛି। ସଂଗଠନ ସୁଦୃଢ କେମିତି ହବ ତାକୁ ବି ସେମିତି ଆମେ କାର୍ଯ୍ୟକ୍ରମ କରୁଛୁ। ଆଗ ଅପେକ୍ଷା ସଂଗଠନ ସୁଦୃଢ ହବା ପାଇଁ ଆପଣ ହବାରେ ଲାଗିଛି, ସମୟ ଲାଗିବ, ଇମ୍ପ୍ରୁଭ କିଛି ହେଇଛି। ହଉଛି। ଆଉ ତଳ ସ୍ତରର ଲୋକଙ୍କର ରିଏକ୍ସନ ଝାଡଖଣ୍ଡ ପ୍ରତି କେମିତି ରହୁଛି? ମାନେ ଗାଁ ଗହଳିର ଯୋଉ ଗରିବ ଦୁଃଖୀ ସେମାନଙ୍କର ରିଏକ୍ସନ ପୂର୍ବରୁ ସେମାନେ ଝାରଖଣ୍ଡର ସମର୍ଥକ ଥିଲେ, ଏବେ ବି ଅଛନ୍ତି। କେବଳ ଆପଣମାନେ ଯାହା ବି ଦେଖୁଛନ୍ତି ଯୋଉ ବେଳେ ବେଳେ ସମୟ ଆସେ ପରିବର୍ତ୍ତନଶୀଳ ଦୁନିଆରେ ମଝିରେ ମଝିରେ ମଣିଷ ଅ, ଠିକ ବଦଳି ଯାଇଥାଏ ଠିକ କରିବାକୁ ଯାଇ ଭୁଲ ବି କରନ୍ତି। ଭୁଲ ବାଟରେ ତେଣୁ ଚାଲି ଯଦି ସେମାନେ ବୁଝିପାରୁଛନ୍ତି ବର୍ତ୍ତମାନ ଆମେ ଯୋଉ ଦଳକୁ ଶାସନ ଗାଦିରେ ବସେଇଥିଲେ, ଯାହା ଯାହା ସେମାନେ ପ୍ରତିଶ୍ରୁତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କାମ କରିବା ପାଇଁ, ତାହା କରୁନାହାନ୍ତି। ମୁଁ ଉଦାହରଣ ସ୍ୱରୂପ ଦଉଛି, ଯେତେବେଳେ ଭତ୍ତା ବୃଦ୍ଧି କଥା କହିଲେ, ତାପରେ କହିଲେ ଯେ ଯାହାର 80 ବର୍ଷ 80 ବର୍ଷ ବୃଦ୍ଧି ହବ ହେଇଥିବ ତାକୁ ଆମେ ବୃଦ୍ଧି କରିବା। ଯୋଉଟା ମୃତ୍ୟୁ ତାପରେ ସମୟ ତାପରେ କହିଲେ 300 ୟୁନିଟ୍ ବିଜୁଳି, ଯିଏ ସୋଲାର ସିଷ୍ଟମ ଲଗେଇବ ତାକୁ 300 ୟୁନିଟ୍ କରାଯିବ। ଏମାନେ ଗୋଟେ କଥା କହୁଛନ୍ତି ଆଉ ଗୋଟେ କାମ କରୁଛନ୍ତି। ତାହେଲେ ମିଥ୍ୟା ମାନେ ଲୋଭ ଦେଖେଇକି ବୋଧେ ସରକାର ସବୁ ମଣିଷ ମାତ୍ରେ ଲୋଭ, ଲୋଭର ବଶବର୍ତ୍ତୀ ହୋଇ ଯଦି ମାନେ ସାଧାରଣ ଜନତା ବୁଝିବେ ଯେ ନା ଆମେ ଭୁଲ କରିଥିଲେ, ତେଣୁ ସେମାନେ ଠିକ ଲୋକଟାକୁ ବାଛିକି ଠିକ ଦଳଟାକୁ ବାଛିକି ଭୋଟ ଦେବେ। ଆପଣଙ୍କର ହୃଦୟଙ୍ଗମ କଣ ହଉଛି? କିଛି ଲୋକ ବୁଝିଲେଣି ଯେ ଆମେ ଭୁଲ ଲାଇନରେ ଚାଲିଛୁ ବା ଆମକୁ ମିଥ୍ୟା ନିହାତି ଅପପ୍ରଚାର ମୁଁ ତ କରିକି ମୁଁ ତ ଏବେ କଣ୍ଟିନ୍ୟୁଅସଲି ଗୋଟେ ସପ୍ତାହ ହେଲା ବୁଲୁଛି, ଲୋକମାନେ କହୁଛନ୍ତି, କିନ୍ତୁ ରେଜଲ୍ଟ ତ ଯେତେବେଳେ ରେଜଲ୍ଟ ବାହାରିବ ପରୀକ୍ଷା ଦେଲା ପରେ, ଆମର ଯେମିତି ରାଜନୀତି ଲୋକଙ୍କର ପରୀକ୍ଷା, ଦଳର ପରୀକ୍ଷା ହେଲା ନିର୍ବାଚନ, ସେ ନିର୍ବାଚନ ବେଳେ ଯାଇକି ଏବେ ଯୋଉ ଜଣା ପଡିବ। ଆଗକୁ ଆସୁଛି ନିର୍ବାଚନ ତା ପାଇଁ ଆପଣ କେତେ ତିଆର ଅଛନ୍ତି? ଆମେ ଏବେ ଗ୍ରାସରୁଟ ଲେଭେଲ ସଂଗଠନକୁ ସୁଦୃଢ କରୁଛୁ। ତାପରେ ଆଉ ମାନେ ନିର୍ବାଚନ ଲଢିବାଟା ହେଲା ଗୋଟେ ନେତାର ଡ୍ୟୁଟି, ଗୋଟେ ଦଳର ଲଢେଇବା ହେଲା ଦଳର ଡ୍ୟୁଟି। ତେଣୁ ଆମେ ଯେହେତୁ ଗୋଟେ ରାଜନୀତି ଦଳରେ ଅଛୁ ଏବଂ ରାଜନୀତି ଦଳ ଯେହେତୁ ଆମର ଏକ୍ଜିଷ୍ଟିଂ ଅଛି, ତେଣୁ ନିର୍ବାଚନ ଲଢିବାଟା ତେବେ ଆପଣଙ୍କର ଏଇ ଯୋଉ ଗ୍ରାସରୁଟକୁ ଆପଣ ଯାଉଛନ୍ତି ଏଥିପ୍ରତି ଝାଡଖଣ୍ଡ ସରକାର ସାହାଯ୍ୟ ସହାନୁଭୂତି ବା ଆମର କେମିତି ଗ୍ରହ କରିବ ତା ପାଇଁ ଚିନ୍ତା ପୁରା ଲାଗିଛନ୍ତି? ନାଇଁ, ସେଇଟା ତ ଆମର ଯେତେବେଳେ ଏକ୍ଜିକ୍ୟୁଟିଭ
ମିଟିଂ ହେଇଥିଲା ଆମର ରାଞ୍ଚିରେ ଯୋଉ ମିଟିଂ ହେଇଥିଲା ସେଠି ଆମର ଡିସିସନ ହେଇଥିଲା କିଛି କିଛି ଷ୍ଟେଟରେ ଆମର ସଂଗଠନ ବଢ଼େଇବା ପାଇଁ। ଆଉ ବର୍ତ୍ତମାନ ସେଇ ରୋଡ ମ୍ୟାପ୍ ଅନୁସାରେ କାର୍ଯ୍ୟକ୍ରମ ତେବେ ଓଡିଶାରେ ଆପଣ ଚାଲିଛି। କଣ କେବଳ ମୟୂରଭଞ୍ଜକୁ ଆଶା ନାଇଁ କରିଛନ୍ତି ନା ଅନ୍ୟ ମୟୂରଭଞ୍ଜ ଜିଲ୍ଲାରେ ବି ଏହାର ମୟୂରଭଞ୍ଜ ପ୍ରଭାବ ଅଛି? ଆମର ସୁନ୍ଦରଗଡ଼ରେ ବି ଆଗରୁ ଏମଏଲଏ ଥିଲେ। ତେଣୁ ସୁନ୍ଦରଗଡ଼ରେ ମଝିରେ ଆମର ଏକ୍ଜିକ୍ୟୁଟିଭ ବଡି ମିଟିଂ ବି ହେଇଥିଲା। ତେଣୁ ସୁନ୍ଦରଗଡ଼ ସଂଗଠନ ଅଛି। କେଉଁଝର ବି ସଂଗଠନ, ବାଲେଶ୍ୱରରେ ବି ଚାଲିଛି, ଯାଜପୁରରେ ବି ଅଛି, କଳିଙ୍ଗନଗରରେ ଆମ ସଂଗଠନ ଅଛି। ଏବେ ଜଗତସିଂହପୁର କିଛି ଭେଟିଛନ୍ତି ଆମକୁ ଆସିକି, ବିଭିନ୍ନ ଜାଗାରୁ ବି କହୁଛନ୍ତି ଆମେ ସେଠି ଦଳ ଜଏନ୍ କରିକି ସଂଗଠନ କରିବା ବୋଲି। ତାପରେ ଆମେ ଆମର ରାଜ୍ୟ ନେତୃତ୍ୱଙ୍କୁ ଜଣେଇ ଦେଇଛୁ। ଯେହେତୁ ଗୁରୁଜୀଙ୍କର ଦେହାନ୍ତ ହେଲା ପରେ ଆମର ସାଂଗଠନିକ କ୍ଷେତ୍ରରେ କାର୍ଯ୍ୟକ୍ରମ ଟିକେ ଶିଥିଳ ହୋଇଥିଲା, ଏବେ ପୁଣି ଚାଲିଛି କାର୍ଯ୍ୟକ୍ରମ। ଯାଉ ଭଗବାନ କରନ୍ତୁ ଆପଣଙ୍କ କାର୍ଯ୍ୟ ସିଦ୍ଧି ହଉ ଆଉ କାର୍ଯ୍ୟରେ ଲାଗିଥାନ୍ତୁ। ତେବେ ସେ ତ ଫଳ ଆସିଲା ପରେ ଜଣାଯିବ, ତଥାପି କର୍ତ୍ତବ୍ୟ ବା କର୍ମ ମୁହର ନିଜକୁ କର୍ମ କରିବାଟା ବଡ଼ ଜିନିଷ। ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ମୂଲ୍ୟ ନମସ୍କାର ସମୟ ନମସ୍କାର ଦେଇଥିବାରୁ। ନମସ୍କାର। ନମସ୍କାର।